ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିରରେ ଭୋରୁ ଭୋରୁ ନୀତିକାନ୍ତି ଅନୁଯାୟୀ ପୂଜା ଅର୍ଚ୍ଚନା କରାଯାଇ ମହାପ୍ରଭୁଙ୍କ ସେବା ଆରମ୍ଭ ହୋଇଛି। ସକାଳୁ ସକାଳୁ ଶ୍ରୀଜୀଉ ସ୍ନାନ ବେଦୀକୁ ବିଜେ କରିବା ପରେ ଅନ୍ୟାନ୍ୟ ରୀତିକାନ୍ତି ଆରମ୍ଭ ହୋଇଛି। ପରେ ପରେ ଜୟ ମଙ୍ଗଳାଙ୍କ ଆରତି କରାଯାଇ ତିନି ଦିଅଙ୍କ ନୀତି ସ୍ନାନ, ବଲ୍ଲଭମଣଇ, ମଙ୍ଗଳ ଅର୍ପଣ ପ୍ରଭୃତି କରାଯାଇଛି। ଆଜି ଶ୍ରୀଜୀଉଙ୍କ ଗଜବଦନ ବେଶ ଅନୁଷ୍ଠିତ ହେବ ବୋଲି କହିଛନ୍ତି ସେବାୟତ। ଗତ ବର୍ଷ ରଥଯାତ୍ରାରେ ମହାପ୍ରଭୁ ଡାକିଥିଲେ ଆସିଥିଲି, କିନ୍ତୁ କେବେ ଦେବସ୍ନାନ ପୂର୍ଣ୍ଣିମାରେ ଆସିପାରିନଥିଲି। ଏଇଟା ହେଉଛି ଦେବସ୍ନାନ ପୂର୍ଣ୍ଣିମାର ପ୍ରଥମ ଥର ଏବଂ ଏଠି ଆସିଲା ପରେ ସେଠି ମାହୋଲ ଦେଖୁଛି, ବହୁତ ଶାନ୍ତି ଲାଗୁଛି ଏବଂ ମହାପ୍ରଭୁଙ୍କୁ ଦର୍ଶନ କରି ଧନ୍ୟ ମନାଉଛି। ଆମେ ଜୟ ଜଗନ୍ନାଥ ବଡ଼ ଭାଇ ବଳଭଦ୍ରଙ୍କୁ ଦେଖିବା ପାଇଁ ବହୁତ ଆଉ ଆମ ଏଠି ମଧ୍ୟ ପୁରୀରେ ଆମେ ଏଠି ଦର୍ଶନ କରିବାର ସୁଯୋଗ ପାଇକି ପିଲାମାନଙ୍କ ସହିତ ଆମେ ଦେଖିବା ପାଇଁ ଦିଲ୍ଲୀରେ ରହୁଛୁ। ଆମେ ଏଠି ଆମ ଶାଶୁଘର ମଧ୍ୟ ପୁରୀରେ ଆମେ ସପରିବାର ପିଲାମାନେ ଦର୍ଶନ ପହଞ୍ଚି ହେଲା। ବଳଭଦ୍ରଜୀଉ ଧାଡ଼ି ପହଞ୍ଚି ହେଲା। ବଳଭଦ୍ରଜୀଉ ତାପରେ ଜୟ ଜଗନ୍ନାଥଙ୍କର ଧାଡ଼ି ପହଞ୍ଚିଲେ ନିଜେ କଲେ ସ୍ନାନ ପରେ ସ୍ନାନ ପରେ ଏବେ 15 ଦିନ ପାଇଁ